ମୁଁ ଜଷ୍ଟ ବାଇକ୍ରେ ଆସୁଥିଲି ଜଷ୍ଟ ସେପଟେ ଗୋଟେ ବାଇକ୍ ଏପଟେ ଗୋଟେ ବାଇକ୍ ଦୁଇ ଜଣ ଆସିଲେ ସାମ୍ନା ସାମ୍ନା ବାଡ଼ିଆ ହେଲେ ଦୁଇ ଜଣ ମୁହାଁମୁହିଁ ହେଲା ଭିତରେ ଦୁଇ ଜଣ ବାଇକ୍ ପୁରା ଜଳିଗଲା ଭିତରେ ସେଇଠି ଜଣଙ୍କର ସ୍ପଟ୍ ଏତେ ନା ବାକି ଯେଉଁ ଦୁଇ ଜଣଙ୍କର ପୁରା ଦେହ ଜଳିଯାଇଥିଲା ତାକୁ ଆମେ ଉଦ୍ଧାର କଲୁ ଦୁଇ ଜଣ ଉଦ୍ଧାର କଲୁ ଆଉ ମୁଁ ଆଉ ବାକି ଲୋକମାନେ ରହିକି ଭିଡ଼ିଓ ସୁଟିଂ କଲେ ତାଙ୍କୁ ଆମେ ବହୁତ କୋସିଶ କରୁଛୁ ଯେ ଭାଇମାନେ ଆସନ୍ତୁ ଏମାନଙ୍କୁ ଉଦ୍ଧାର କରନ୍ତୁ କେହି ବି ଆସୁନଥିଲେ କିନ୍ତୁ ଯେହେତୁ ଆମେ ସମାଜରେ ଆମେ ସୋସିଆଲ ୱାର୍କର କାମ କରୁଛୁ ସେହି ହିସାବରେ ଆମେ ଦୁଇ ଜଣ ଏଠି ମିଶିକିରି ଦୁଇ ଜଣଙ୍କୁ ଆମେ ଉଦ୍ଧାର କଲୁ କିନ୍ତୁ ଜଣକୁ ଆମେ ଦୁଃଖର ବିଷୟ ଯେ ଆମେ ଜଣକୁ ଆମେ ଏଠି ଉଦ୍ଧାର କରିପାରିଲୁ ନାହିଁ ତ ବହୁତ ଆମେ ତାପରେ ସାଙ୍ଗେ ଆମ୍ବୁଲାନ୍ସକୁ ଆମେ ଫୋନ୍ କଲୁ ଯେହେତୁ ଏଠି ନେଟୱାର୍କ ବି ନାହିଁ ନେଟୱାର୍କ ବି ଆସୁନି ବହୁତ କଷ୍ଟରେ ଆମ୍ବୁଲାନ୍ସର ଆଉ ପୋଲିସର ନମ୍ବର ଭ୍ୟାନ୍ ନମ୍ବର ଲାଗିଲା ତାପରେ ସେମାନେ ଆସି ଏମାନଙ୍କୁ ଏଠି ଉଦ୍ଧାର କଲେ ବର୍ତ୍ତମାନ ଯିଏ ବାଇକ୍ ସହିତ ଯିଏ ପଡ଼ି ରହିଥିଲେ ଯିଏ ମୃତ୍ୟୁ ଘଟିଛି ଯାହାଙ୍କର ସେ ଜଳି ଯାଇଛି କ'ଣ ଆଜ୍ଞା ସେ ପୁରା ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛନ୍ତି କିନ୍ତୁ ତାଙ୍କ ସହିତ ଆଉ ଯେଉଁ ଜଣେ ଲୋକ ଥିଲେ ତାଙ୍କର ଯେଉଁ ପଚାରିଲୁ ଘର କିଛି ଫୋନ୍ ତାଙ୍କର କିଛି ଫୋନ୍ ନାହିଁ କିନ୍ତୁ ଆଉ ଜଣେ ଯେଉଁ ଲୋକ ଥିଲେ ସେ ସିମଡେଗାର ହିଁ ଅଛନ୍ତି ଆମର ଝାଡ଼ଖଣ୍ଡ ଡିଷ୍ଟ୍ରିକ୍ଟର ହିଁ ଅଛନ୍ତି କିନ୍ତୁ ସେମାନଙ୍କର ଫୋନ୍ ସହିତ ଆମେ ଯୋଗାଯୋଗ କଲୁ ତାଙ୍କର ପରିବାର ଲୋକ ଆସିକରି ଏବେ ପହଞ୍ଚିବେ ଆସିକି ବିନ୍ଦୁ ଥାନାରେ କେମିତି ରହିଥିଲା ଘଟଣାର ଦୃଶ୍ୟ କେମିତି ରହିଥିଲା ଘଟଣାର ଦୃଶ୍ୟ ବହୁତ ଆଶ୍ଚର୍ଯ୍ୟଜନକ ଥିଲା ଯେଉଁ ସମୟରେ ବାଇକ୍ ଦୁଇଟାକ ଜଳି ମୁହାଁମୁହିଁ ଧକ୍କା ହେଲେ ସେ ସମୟରେ ଅଚାନକ ନିଆଁ ଲାଗିଥିଲା ଦୁଇଟାକ ବାଇକ୍ରେ ଏତେ ଭୟ ମାତ୍ରାରେ ବାଇକ୍ ଦୁଇଟାକ ଜଳୁଥିଲା ଯେ କେହି ପାଖକୁ ଆସିବା ବି ଭୟ ବି କରୁଥିଲେ କିନ୍ତୁ ଆମେ କିନ୍ତୁ ସାହାଯ୍ୟ କରିବା ପାଇଁ ତାଙ୍କୁ ଆମେ ଆଗେଇ ଯାଇଥିଲୁ କିନ୍ତୁ ନିଆଁକୁ ନ ଡରିକିରି ଦୁଇ ଜଣଙ୍କୁ ଆମେ ସେଠୁ ଯାଇକରି ଇଏ କରିଥିଲୁ।